ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ମହଙ୍ଗା ହେଲା ରେଳ ଭଡ଼ା। ଲାଗୁ ହୋଇଛି ନୂତନ ବର୍ଦ୍ଧିତ ରେଳ ଭଡ଼ା। ଏଣିକି 215 କିଲୋମିଟରରୁ ଅଧିକ ଯାତ୍ରା ପାଇଁ ସାଧାରଣ ଶ୍ରେଣୀ ଟିକଟ ଲାଗି ପ୍ରତି କିଲୋମିଟରରେ ପିଛା 1 ପଇସା ଅଧିକ ଦେବାକୁ ପଡ଼ିବ। ସମସ୍ତ ଟ୍ରେନର ଏସି, ନନ୍ ଏସି, ମେଲ୍, ଏକ୍ସପ୍ରେସ ଏବଂ ଏୟାର କଣ୍ଡିସନ ଶ୍ରେଣୀ ପାଇଁ ପ୍ରତି କିଲୋମିଟରରେ 2 ପଇସା ବୃଦ୍ଧି କରାଯାଇଛି। ପରବର୍ତ୍ତୀ ଖବର, ସମ୍ବଲପୁରରେ ପ୍ରକଳ୍ପର ବର୍ଷା। ସମ୍ବଲପୁର ସହରର 855 ଜଣ ହିତାଧିକାରୀଙ୍କୁ ଆଜି ପିଏମ୍ ଆବାସ ଘର କାର୍ଯ୍ୟାଦେଶ ବାଣ୍ଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏଥିସହ 12 କୋଟି ମୂଲ୍ୟର 30ଟି ପ୍ରକଳ୍ପର ହେଲା ଭିତ୍ତିସ୍ଥାପନ। ବୁର୍ଲା ଭିସୁଟର 17ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର, ଡିଜିଟାଲ କୃଷିରେ ଓଡ଼ିଶା ଆଗୁଆ। ଡିଜିଟାଲ କୃଷି ଯାତ୍ରାରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାର ଓଡ଼ିଶାକୁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଫଳତା ଓଡ଼ିଶାର କୃଷି ଯାତ୍ରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଭାରତ ସରକାର ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଏସ୍ସିଏ ଅଧୀନରେ ଓଡ଼ିଶାର ପ୍ରସ୍ତାବଗୁଡ଼ିକୁ ଆନୁଷ୍ଠାନିକ ଭାବେ ମୂଲ୍ୟାଙ୍କନ ଏବଂ ଅନୁମୋଦନ କରିଛନ୍ତି। ଏଥିସହ କୃଷକ ପଞ୍ଜୀକରଣର ପ୍ରଥମ ମାଇଲଖୁଣ୍ଟ ହାସଲ ପାଇଁ 55.843 କୋଟି ଟଙ୍କା ଏବଂ ଡିଜିଟାଲ ଫସଲ ସର୍ଭେର ସଫଳ କାର୍ଯ୍ୟାନ୍ୱୟନ ପାଇଁ 100 କୋଟି ଟଙ୍କା ପ୍ରୋତ୍ସାହନ ପାଇଁ ଘୋଷଣା କରାଯାଇଛି। ପରବର୍ତ୍ତୀ ଖବର, ବୈଭବଙ୍କୁ ବାଲ୍ ପୁରସ୍କାର। 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ତାଙ୍କ ବ୍ୟାଟିଂ ଦକ୍ଷତା ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ। ସେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡରେ ଯୁବ କ୍ରିକେଟର ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି ଏବଂ ଏସିଆର ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ସେ ବର୍ତ୍ତମାନ ବିଜୟ ହଜାର ଟ୍ରଫିରେ 190 ରନ୍ର ଏକ ଧମାକାଦାର ଇନିଂସ ଖେଳିଛନ୍ତି। କ୍ରିକେଟରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ସୂର୍ଯ୍ୟବଂଶୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଏକ ସ୍ୱତନ୍ତ୍ର ପୁରସ୍କାର ପାଇଛନ୍ତି। ନୂଆଦିଲ୍ଲୀରେ ଏକ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବୈଭବଙ୍କୁ ବାଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁଣି ଜୀବନ ନେଲା ଆମ ବସ୍। ରାଜଧାନୀରେ ଆମ ବସ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି, ଆଉ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି। ଭୁବନେଶ୍ୱରର ଭରତପୁର ଚନ୍ଦକା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ ବସ୍ ପିଟି ଦେବା ଫଳରେ ମୃତ୍ୟୁ ଘଟିଛି। ଏହାପରେ ଅନ୍ଧାରୁଆ ଛକରେ ଉତ୍ତେଜନା ହୋଇଛି। ମୃତଦେହ ଘଟଣାସ୍ଥଳରେ ପଡ଼ି ରହିଛି। ଅନ୍ଧାରୁଆ ଛକରେ ପରିସ୍ଥିତି ଅଣାୟତ୍ତ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ପରବର୍ତ୍ତୀ ଖବର, କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ। ଭାଜପାର ବିଜୟ ଏହି ଦକ୍ଷିଣ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଚିହ୍ନ। ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଅଭିଭାଷଣରେ ସେ ଘୋଷଣା କରିଥିଲେ, ଆମେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବୁ। ପରବର୍ତ୍ତୀ ଖବର, ପାଣ୍ଡିଆନଙ୍କୁ ମୁନ୍ନା ଖାଁଙ୍କ ଧମକ। 2024 ନିର୍ବାଚନରେ ବିଜେଡି ପାଇଁ କାଳ ପାଲଟିଲେ ପାଣ୍ଡିଆନ। ଆଉ ଏବେ ଦଳ ଭିତରେ ଫାଟର ବଡ଼ କାରଣ ପାଲଟିଛନ୍ତି ତାଙ୍କ ପତ୍ନୀ ସୁଜତା। ତାଙ୍କ ଏଣ୍ଟ୍ରି ଚର୍ଚ୍ଚା ଭିତରେ ଶଙ୍ଖ ଦଳର ନେତା ଏବେ ଭାଗ ଭାଗ। ନାଁ ନ ନେଇ ପାଣ୍ଡିଆନଙ୍କୁ ପିଟିବାକୁ ଧମକ ଦେଇଛନ୍ତି ସାଂସଦ ମୁନ୍ନା ଖାଁ। ସେପଟେ ପାଣ୍ଡିଆନ ଦମ୍ପତିଙ୍କ ସପକ୍ଷରେ ବାହାରିଛନ୍ତି ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ଓ କିଛି ଯୁବ ନେତା। ପରବର୍ତ୍ତୀ ଖବର, ବାଂଲାଦେଶ ହିଂସାକୁ ନେଇ ମୁହଁ ଖୋଲିଲା ଭାରତ। ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ
ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବୟାନ ଜାରି କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ରଣଧୀର ଜୟସ୍ୱାଲ ଶୁକ୍ରବାର କହିଛନ୍ତି ଯେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହିଂସା ଚିନ୍ତାର ବିଷୟ। ସେ କହିଛନ୍ତି, ଆମେ ଦୀପୁ ଦାସଙ୍କ ହତ୍ୟାକୁ ନିନ୍ଦା କରୁଛୁ। ଆମେ ଆଶା କରୁଛୁ ଯେ ଯେଉଁମାନେ ଏହି ଅପରାଧ କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରବର୍ତ୍ତୀ ଖବର ଯବାନଙ୍କ ପାଇଁ ସୋସିଆଲ ମିଡିଆ କଟକଣା। ଭାରତୀୟ ସେନା ସୋସିଆଲ ମିଡିଆ ଉପଯୋଗ ଲାଗି ନିଜ ନୀତିରେ ପରିବର୍ତ୍ତନ କରିଛି। ଏହି ନୂଆ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁସାରେ ସେନା ଯବାନ ଓ ଅଧିକାରୀ ଇନଷ୍ଟାଗ୍ରାମ ଉପଯୋଗ ଏବେ କେବଳ ମନିଟରିଂ ଓ ଦେଖିବା ଲାଗି କରିପାରିବେ। ତେବେ ସେମାନେ କୌଣସି ପୋଷ୍ଟକୁ ଲାଇକ୍ କରିପାରିବେନି କି କୌଣସି ପୋଷ୍ଟ କରିପାରିବେନି। ତେବେ ସୂତ୍ର ଅନୁସାରେ ଡିଜିଟାଲ ଗତିବିଧିକୁ ନେଇ ସେନା ଲାଗି ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ସବୁ ନିୟମ ଆଗଭଳି ରହିବ। ପରବର୍ତ୍ତୀ ଖବର ହଜାର କୋଟି ଟପିଲା ଫିଲ୍ମ ଧୁରନ୍ଧର। ବଡ଼ ପରଦାରେ କମାଲ କରୁଛି ଆଦିତ୍ୟ ଧରଙ୍କ ଧୁରନ୍ଧର ମୁଭି। ବାଦ ବିବାଦ ସାଙ୍ଗକୁ ଲୋକମୁଖର ପ୍ରବଳ ଚର୍ଚ୍ଚା ସିନେମାକୁ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି। ଏହି ସିନେମାଟି ମୁକ୍ତିଲାଭ କରିବାର 21 ଦିନ ଭିତରେ ବିଶ୍ୱବ୍ୟାପୀ 1000 କୋଟି ଟଙ୍କା ଆୟ କରିସାରିଲାଣି, ଯାହା ହିନ୍ଦୀ ସିନେମା ପାଇଁ ଏକ ମାଇଲଷ୍ଟୋନ୍। ରିଷଭ ସେଟ୍ଟୀଙ୍କ କାନ୍ତରା ଚାପ୍ଟର 1କୁ ପଛରେ ପକାଇ ଏହି ସ୍ପାଏ ଥ୍ରିଲର ସିନେମା ବର୍ଷର ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ହୋଇଛି। ପରବର୍ତ୍ତୀ ଖବର 5 ଟଙ୍କାରେ ମିଳିବ ଦମଦାର ଥାଳି। ଡିସେମ୍ବର 25ରେ ଦିଲ୍ଲୀରେ ଏପରି 45ଟି କ୍ୟାଣ୍ଟିନରେ ଖାଦ୍ୟ ପରଷାଯାଇଛି। ସମଗ୍ର ନୂଆଦିଲ୍ଲୀରେ ଏପରି ଅଟଳ କ୍ୟାଣ୍ଟିନ ଖୋଲିବାକୁ ଯୋଜନା ରହିଛି। ବାକିଗୁଡ଼ିକ ଖୁବ୍ ଶୀଘ୍ର ଖୋଲିବ ବୋଲି କୁହାଯାଇଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ଗୁରୁବାର 100ଟି ଅଟଳ କ୍ୟାଣ୍ଟିନ ଉଦ୍ଘାଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାର ଦୀର୍ଘ ଦିନ ଧରି ଏପରି ଅଟଳ କ୍ୟାଣ୍ଟିନ ପ୍ରତିଷ୍ଠା କରିବା ଯୋଜନାରେ କାମ କରୁଥିଲେ। ପରବର୍ତ୍ତୀ ଖବର ବିଜୟ ହଜାର ଟ୍ରଫିରେ ହ୍ୟାଟ୍ରିକ୍ ନେଲେ ଓଡ଼ିଆ ପୁଅ। ବାଙ୍ଗାଲୁରୁର ଆଲୁରରେ ଶୁକ୍ରବାର ଓଡ଼ିଶା ଭର୍ସେସ୍ ସର୍ଭିସେସ ମଧ୍ୟରେ ବିଜୟ ହଜାର ଟ୍ରଫିର ଏକ ମ୍ୟାଚ୍ ଖେଳାଯାଉଥିଲା। ଏହି ମ୍ୟାଚ୍ରେ ପ୍ରଥମ ବ୍ୟାଟିଂ କରୁଥିବା ସର୍ଭିସେସକୁ ଆରମ୍ଭରୁ ନିଜ ଆକ୍ରମଣାତ୍ମକ ବୋଲିଂରେ ବ୍ୟାକ୍ଫୁଟକୁ ଠେଲି ଦେଇଥିଲେ। ରାଜେଶ ଏହି ମ୍ୟାଚ୍ରେ ହ୍ୟାଟ୍ରିକ୍ ନେଇଥିଲେ। ଲିଷ୍ଟ ଏ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ଓଡ଼ିଶାର ରାଜେଶ ହେଉଛନ୍ତି ପ୍ରଥମ କ୍ରିକେଟର। ରାଜେଶଙ୍କ ଏହି ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା 4 ୱିକେଟରେ ସର୍ଭିସେସକୁ ପରାସ୍ତ କରିଛି।